ପ୍ରେଜ୍ ଦ ଲର୍ଡ। ଆମେ ଆଶା କରୁ ଆପଣ ଏବଂ ଆପଣଙ୍କ ପରିବାର ଈଶ୍ୱରଙ୍କ ଦୟାରେ ଉତ୍ତମ ଜୀବନଯାପନ କରୁଅଛନ୍ତି। ନିଜର ବ୍ୟସ୍ତତା ଜୀବନ ମଧ୍ୟରୁ କିଛି ସମୟ ଆମ ପାଇଁ ଭିନ୍ନ ରଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ଖ୍ରୀଷ୍ଟୀୟ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖ୍ରୀଷ୍ଟଙ୍କୁ ଅନୁସରଣ କରି ନିଜ ଜୀବନରେ ସାକ୍ଷ୍ୟ ସ୍ୱରୂପେ ତାଙ୍କୁ ଅନ୍ୟମାନଙ୍କ ନିକଟରେ ଦେଖାଇବା। ତେବେ ଏହି ଯାତ୍ରାରେ ଆଗକୁ ବଢ଼ୁ ବଢ଼ୁ ଶୟତାନ ଅନେକ ଥର ଆମ କାର୍ଯ୍ୟରେ ବାଧା ଦେଇଥାଏ। ଅନେକ ଥର ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଆଣି ଆମକୁ ପୁରାତନ ସ୍ୱଭାବରେ ବାନ୍ଧି ରଖିଥାଏ। ଆମେ ଖ୍ରୀଷ୍ଟଙ୍କ ଅନୁସାରେ ନୂତନ ଆଚରଣ କରିବାକୁ ଇଚ୍ଛା କରୁ, କିନ୍ତୁ ଅନେକ ଥର ସେ ନିଜ ଚାତୁରିତାରେ ସଫଳ ହୋଇ ଆମକୁ ସାଂସାରିକ ଓ ଶରୀରର କାର୍ଯ୍ୟରେ ଲିପ୍ତ କରାଏ। କିନ୍ତୁ ପବିତ୍ର ଶାସ୍ତ୍ର ବାଇବଲ ଯେପରି ଏଫେସିୟ 6:11 କୁହେ, ସେପରି ଆମକୁ ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହେବା ଆବଶ୍ୟକ। ତାର ସମସ୍ତ ଚାତୁରିତାକୁ ଜାଣି ତା ବିରୁଦ୍ଧରେ ଅସ୍ତ୍ର ବାହାର କରିବା ଆବଶ୍ୟକ। ଆମେମାନେ ପ୍ରତ୍ୟେକ ଅନେକ ପ୍ରକାରର ନିଶା ଔଷଧ ବିଷୟରେ ଜାଣୁ, ଯାହାକୁ ଡାକ୍ତରମାନେ ରୋଗୀର ଚିକିତ୍ସା ପାଇଁ ଅପରେସନ ସମୟରେ ବ୍ୟବହାର କରନ୍ତି। ରୋଗୀକୁ ଯେପରି ବ୍ୟଥାର ଅନୁଭବ ନ ହୁଏ, ଏଥିପାଇଁ ସେମାନେ ଆନାସ୍ଥେସିଆ ବ୍ୟବହାର କରନ୍ତି ଏବଂ ତାହା ଉତ୍ତମ। ତାହା ମନୁଷ୍ୟ ପାଇଁ ଅନେକ ପ୍ରକାରର ଲାଭଦାୟକ ଅଟେ। କିନ୍ତୁ ଅନ୍ୟ ପକ୍ଷରେ ଯଦି ଚିନ୍ତା କରିବା, ତେବେ କେତେକ ଦୁଷ୍ଟ ଚରିତ୍ରର ଡାକ୍ତରମାନେ ସେହି ଆନାସ୍ଥେସିଆକୁ ବ୍ୟବହାର କରି ଉତ୍ତମ କାର୍ଯ୍ୟ ପରିବର୍ତ୍ତେ ମନ୍ଦ ଓ କ୍ଷତି କରି ବସନ୍ତି। ଅପରେସନ ବାହାନାରେ ରୋଗୀ ଶରୀରରୁ କୌଣସି ବହୁମୂଲ୍ୟ ଅଙ୍ଗ ଚୋରି କରି ନିଅନ୍ତି ତଥା ଅନ୍ୟ ବ୍ୟକ୍ତିମାନେ ନିଶା ସେବନ କରାଇ ବେହୋସ କରି ଅନେକ ଦୁର୍ବ୍ୟବହାର, ବଳାତ୍କାର, ହତ୍ୟା ମଧ୍ୟ କରନ୍ତି ଆଉ କରାନ୍ତି। ଯେଉଁ ବ୍ୟକ୍ତିମାନେ ହୋସରେ ଥିବା ଅବସ୍ଥାରେ କୌଣସି ମନ୍ଦ କାର୍ଯ୍ୟ କରିବାକୁ ମନା କରନ୍ତି, ସେମାନଙ୍କୁ କାମ ହାସଲ କରିବା ପାଇଁ ନିଶାଦ୍ରବ୍ୟର ବ୍ୟବହାର କରାଇ ସେମାନଙ୍କ ଠାରୁ କାମ ହାସଲ କରାଯାଏ। ପରବର୍ତ୍ତୀ ସମୟରେ ହୋସରେ ଆସିବା ପରେ ବ୍ୟକ୍ତି ଜଣକ ନିଜ ଦ୍ୱାରା କରାଯାଇଥିବା ଭୁଲ ବା ମନ୍ଦ କାର୍ଯ୍ୟକୁ ବୁଝି ନିଜକୁ ଦୋଷୀ କରାଏ, ନଚେତ୍ ଅନ୍ୟମାନଙ୍କ ସହ ଶତ୍ରୁତା କରି ବସେ। ଅନେକ ଥର ଅନେକେ ହୋସରେ ଆସିବା ପରେ ସୁଇସାଇଡ୍ କରି ବସନ୍ତି, ନଚେତ୍ ଡିପ୍ରେସନକୁ ଚାଲିଯାଆନ୍ତି। ଶୟତାନ ମଧ୍ୟ ଠିକ୍ ସେହି ପଦ୍ଧତି ହିଁ ଅବଲମ୍ବନ କରି ଆମକୁ ପାପ କରାଏ। ଖ୍ରୀଷ୍ଟଙ୍କୁ ଗ୍ରହଣ କରି ସାରିବା ପରେ ଯେଉଁ ପୁରାତନ ସ୍ୱଭାବକୁ ଆମେ ଭୁଲି ଯାଇଥାଉ, ସେହି କାର୍ଯ୍ୟ ସବୁ ବାରମ୍ବାର କରିବାକୁ ପ୍ରବର୍ତ୍ତାଏ। ଚିନ୍ତା, ଦୁଃଖ, ନିରାଶ, ଏକାପଣ, ନିଜେ ନିଜକୁ ଦୁର୍ବଳ, ପାପୀ, ଅପବିତ୍ର ଭାବିବାର ମନ, ଅତି ନିଜର ଲୋକମାନଙ୍କ ଠାରୁ କଷ୍ଟ ବା ଧୋକା, ଅଭାବ, ଏହି ସମସ୍ତ ବିଷୟକୁ କାର୍ଯ୍ୟ ହାସଲ କରିବାର ପନ୍ଥା ଭାବରେ ବ୍ୟବହାର କରି ସେ ଆମକୁ ପୁରାତନ ଜୀବନକୁ ଫେରାଇ ନିଏ। ଯେପରିକି ଦୁଃଖ ଓ ନିରାଶରେ ଥିବା ବ୍ୟକ୍ତି ମନରେ ଆହୁରି ଚିନ୍ତା ଦିଏ। ସେହି ଚିନ୍ତା ଓ ଦୁଃଖ ଆମକୁ ଧୀରେ ଧୀରେ ଦୁର୍ବଳ କରେ। ପ୍ରାର୍ଥନା ଓ ବାକ୍ୟ ପଠନ ପାଇଁ ଇଚ୍ଛା ହୁଏ ନାହିଁ। ନିଜ ଦୁଃଖକୁ ନେଇ ଚିନ୍ତା କରି କରି ଆମେ ଅନେକ ଥର ନିଜେ ନିଜକୁ ବା ଅନ୍ୟମାନଙ୍କୁ ଦୋଷ ଦେବାକୁ ଲାଗି ଯାଇଥାଉ, ନଚେତ୍ ଈଶ୍ୱରଙ୍କୁ ମଧ୍ୟ ଦୋଷ ଦେଉ। ପ୍ରଭୁ କାହିଁକି ମୋ ସହ ଏମିତି କଲେ? ଏବଂ ପ୍ରଭୁ ଯଦି ଥାନ୍ତେ ତେବେ କ'ଣ ଏମିତି ହୋଇଥାନ୍ତା କି? ଏପରି ସ୍ଥଳରେ ହିଁ ମନୁଷ୍ୟ ଆଉ ବଞ୍ଚିବାକୁ ଇଚ୍ଛା ନ କରି ସୁଇସାଇଡ୍ କରି ବସେ, ନଚେତ୍ ଡିପ୍ରେସନକୁ ଚାଲିଯାଏ। ଶୟତାନ ଏପରି ହିଁ ଅତି ଚାତୁରିତାର ସହ ଆମ ଜୀବନର ଦୁଃଖକୁ ହିଁ ବ୍ୟବହାର ଆମ ବିରୁଦ୍ଧରେ କରେ ଏବଂ ଧୀରେ ଧୀରେ ଆମ ମଧ୍ୟରେ ଥିବା ଶାନ୍ତି, ପ୍ରେମ, ଆନନ୍ଦ, ଈଶ୍ୱର ବିଶ୍ୱାସକୁ ହରଣ କରିନିଏ ଏବଂ ଆମ ଜୀବନକୁ ମଧ୍ୟ ହରାଇବାର ଇଚ୍ଛା ମନରେ ଆଣିଦିଏ। ଏକାପଣ, ଯେଉଁ ମନୁଷ୍ୟ ଏକାକୀ ଥାଏ, ତାର କେହି ସାହାରା ନଥାଏ, ସେହି ସ୍ଥଳରେ ଶୟତାନ ସେହି ଏକାପଣକୁ ହିଁ ବ୍ୟବହାର କରି ମନରେ ସେପରି ଚିନ୍ତା ଦିଏ ଏବଂ ଅନେକ ଥର ମନ୍ଦ ଅଭ୍ୟାସରେ ଲିପ୍ତ କରାଏ। ନିଜ ଲୋକଙ୍କ ଠାରୁ କଷ୍ଟ ବା ଧୋକା ପାଇଥିବା ବ୍ୟକ୍ତିମାନଙ୍କର ସେହି ପରିସ୍ଥିତିକୁ ବ୍ୟବହାର କରି ଅନେକ ଥର ପ୍ରତିଶୋଧ ନେବାର ଚିନ୍ତା ଆଣିଦିଏ, ଯାହାଫଳରେ ମନୁଷ୍ୟ ରାଗ, କ୍ରୋଧ, ହିଂସା, ଈର୍ଷା, ବିବାଦ ମଧ୍ୟରେ ଘୁରି ବୁଲେ। ଅଭାବକୁ ବ୍ୟବହାର କରି ମନୁଷ୍ୟ ମନରେ ଲୋଭ ଆଣିଦିଏ, ଯାହାଫଳରେ ମନୁଷ୍ୟ ଚୋରି କରେ, ନଚେତ୍ ମିଥ୍ୟା କହି ଅନ୍ୟମାନଙ୍କ ଠାରୁ ଜିନିଷ ହରଣ କରେ। ଏପରି ଆହୁରି ଅନେକ ପରିସ୍ଥିତି, ଯେଉଁ ପରିସ୍ଥିତି ଗୁଡ଼ିକୁ ନିଶା ଭାବରେ ବ୍ୟବହାର କରି ଶୟତାନ ମନୁଷ୍ୟ ମନରେ ଥିବା ପ୍ରେମ, ଆନନ୍ଦ, ଶାନ୍ତି ଓ ଅନ୍ୟାନ୍ୟ ଆତ୍ମାଙ୍କ ଫଳ ସବୁକୁ ହରଣ କରେ ଏବଂ ଶରୀରର କାର୍ଯ୍ୟ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, ସ୍ୱାର୍ଥପରତା, କ୍ରୋଧ, ଶତ୍ରୁତା, ହତ୍ୟା, ଏପରି ଅନେକ ମନ୍ଦ କାର୍ଯ୍ୟ ସବୁ କରାଏ। ଜଣେ ନିଶା ସେବନକାରୀ ଯେପରି ସେ କ'ଣ କରୁଛି ବା କ'ଣ କହୁଛି ତାହା ବୁଝିପାରେ ନାହିଁ ଅବା ଜାଣିପାରେ ନାହିଁ,
ଠିକ୍ ସେପରି ଶୟତାନ ଦ୍ୱାରା ଦିଆଯାଇଥିବା ନିଶାକୁ ଗ୍ରହଣ କରିଥିବା ବ୍ୟକ୍ତି ଅର୍ଥାତ୍ ଚିନ୍ତା, ଭାବନା, ଦୁଃଖ, ଅଭାବ, ନିରାଶ ଏସବୁ ଦ୍ୱାରା ମଗ୍ନ ହୋଇ ରହିଥିବା ବ୍ୟକ୍ତି କିଛି ବୁଝିପାରେ ନାହିଁ ବା ଜାଣିପାରେ ନାହିଁ। କ୍ରୋଧ କରି ନିଜ ଜିହ୍ବା ବା ହସ୍ତ ଦ୍ୱାରା ପାପ କରି ବସେ, ଅନ୍ୟ ଏବଂ ନିଜର କ୍ଷତି ମଧ୍ୟ କରେ ଏବଂ ଈଶ୍ୱରଙ୍କୁ ମଧ୍ୟ ନିନ୍ଦା କରେ। ଜଣେ ହିତାହିତ ଜ୍ଞାନ ଥିବା ବ୍ୟକ୍ତି କେବେ ମଧ୍ୟ ନିଜର କ୍ଷତି କରେ ନାହିଁ। ତେଣୁ ଶୟତାନ ଦୁଃଖ ଓ ଚିନ୍ତା ରୂପ ନିଶା ଦ୍ୱାରା ମନୁଷ୍ୟକୁ ଏପରି ମଗ୍ନ କରେ ଯେ ସେ ନିଜେ ନିଜକୁ ହତ୍ୟା କରିବାକୁ ସୁଦ୍ଧା ପଛାଏ ନାହିଁ। କ୍ରୋଧ ରୂପ ନିଶା ପାନ କରିଥିବା ବ୍ୟକ୍ତି ଏପରି ଅନ୍ଧ ପାଲଟି ଯାଇଥାଏ ଯେ ଭଲ ମନ୍ଦ ସେ କିଛି ବୁଝିପାରେ ନାହିଁ ଏବଂ ପାପ ପରେ ପାପ କରି ବସେ। ଅନ୍ୟମାନଙ୍କ ଠାରୁ କଷ୍ଟ ପାଇଥିବା ବ୍ୟକ୍ତି ସଠିକ୍ ସମୟରେ ନିଜକୁ ପ୍ରଭୁଙ୍କ ପାଖରେ ସମର୍ପଣ ନ କରିଲେ ଶୟତାନ ତାକୁ ମଧ୍ୟ ପ୍ରତିଶୋଧ ରୂପ ନିଶା ପାନ କରାଏ ଏବଂ ସେ ମଧ୍ୟ କ୍ଷମା ବଦଳରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜି ବୁଲେ। ଏତିକିରେ ମଧ୍ୟ ଶୟତାନ ସନ୍ତୁଷ୍ଟ ହୁଏ ନାହିଁ। ଏପରି ସ୍ଥାନରେ ମଧ୍ୟ ଅନେକ ହୋସରେ ଆସି ଯେତେବେଳେ ନିଜ ଭୁଲକୁ ବୁଝନ୍ତି ସେତେବେଳେ ଫେରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ମନରେ ଅନେକ ଦ୍ୱନ୍ଦ୍ୱ, ସନ୍ଦେହ, ପ୍ରଶ୍ନ ଆଣିଦିଏ। ଭୁଲ ତ କରିସାରିଛୁ, ଆଉ କ୍ଷମା ନାହିଁ। ହଁ, ଭୁଲ କରିଲୁ ତ କ'ଣ ହେଲା? ତା କର୍ମର ଫଳ ତୁ ତାକୁ ଦେଇଛୁ, ଠିକ୍ ତ କରିଛୁ, ତୁ କ'ଣ ପାଇଁ କ୍ଷମା ମାଗିବୁ? ବାସ୍ ସବୁ ସୁଧାରି ନେବୁ। ତୋର କ'ଣ ମାନ ସମ୍ମାନ ବୋଲି କିଛି ନାହିଁ? ସେ ପ୍ରଥମେ କ୍ଷମା ମାଗିବା ଉଚିତ। ଏପରି ଅନେକ ବିଷୟ ମନରେ ଦେଇ ମନୁଷ୍ୟକୁ ଆହୁରି ଶକ୍ତ, କଠୋର ହୃଦୟ ବା ଗର୍ବୀ କରିଦିଏ। ଏପରି ଶୟତାନର ନିଶା ସେବନ କରି କରି ମନୁଷ୍ୟ ନିଜର ହିତାହିତ ଜ୍ଞାନ, ବୁଦ୍ଧି ସବୁ ହରାଇ ବସେ ଏବଂ ଈଶ୍ୱରଙ୍କ ଠାରୁ ମଧ୍ୟ ଦୂରକୁ ଚାଲିଯାଏ। କେବଳ ଏତିକି ନୁହେଁ, ଶୟତାନ ଅନେକ ଥର ମୋବାଇଲ, ଇଣ୍ଟରନେଟ୍, ସୋସିଆଲ ମିଡିଆ, ଟେଲିଭିଜନ ଏବଂ ଅର୍ଥ ଉପାର୍ଜନ କରିବାର ନିଶା ଏବଂ କେବଳ ଶରୀରକୁ ଯତ୍ନ ନେବାର ଇଚ୍ଛା ଦ୍ୱାରା ମଧ୍ୟ ଆମ ବହୁମୂଲ୍ୟ ସମୟକୁ ହରଣ କରେ। କେବଳ 2 ମିନିଟର ରିଲ୍ସ ତ ଦେଖୁଛି କହି ମନୁଷ୍ୟ 2 ମିନିଟ ନେଇ କେତେବେଳେ 2 ଘଣ୍ଟା ଏବଂ ସମ୍ପୂର୍ଣ୍ଣ ଦିନ ମଧ୍ୟ ବିତାଇ ଦିଏ ତାହା ବୁଝିପାରେ ନାହିଁ। ଏବଂ ଅର୍ଥ ଉପାର୍ଜନର ନିଶା, ଯେତିକି ଅଧିକ କାମ ସେତେ ଅଧିକ ଟଙ୍କା, ଏହି ବିଷୟ ମନୁଷ୍ୟର ବହୁମୂଲ୍ୟ ସମୟକୁ ମଧ୍ୟ ହରଣ କରିନିଏ। ଆଉ କେବଳ ଶରୀରକୁ ସଜାଡୁ ସଜାଡୁ ଆତ୍ମା କେତେବେଳେ ଦୁର୍ବଳ ହୋଇଯାଏ, ମନୁଷ୍ୟ ଭୁଲି ମଧ୍ୟ ଯାଏ। ଶୟତାନ ସମସ୍ତ ବିଷୟକୁ ବ୍ୟବହାର କରି ଆମ ଆତ୍ମିକ ଉନ୍ନତି ଏବଂ ଈଶ୍ୱରଙ୍କ ସହ ସମ୍ପର୍କକୁ କେବଳ ହ୍ରାସ କରିବାକୁ ଚାହେଁ। ତେବେ ଆମେ ନିଶା ଗ୍ରହଣ ନ କରୁ, ଅର୍ଥାତ୍ ସେ ଯେତେବେଳେ ଆମ ଦୁଃଖ, ନିରାଶ, ଅଭାବ, ଏକାପଣ ଏସବୁ ଦେଖାଇ ଆମକୁ ଚିନ୍ତା ଆଣିଦେବାକୁ ଚେଷ୍ଟା କରେ, ସେତେବେଳେ ଆମେ ଖ୍ରୀଷ୍ଟଙ୍କୁ ସ୍ମରଣ କରୁ ଏବଂ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଶୟତାନର ଅଗ୍ନିବାଣକୁ ନିର୍ବାଣ କରୁ। ଏହି ସମସ୍ତ ବିଷୟ ବାହ୍ୟ ଭାବରେ ସବୁବେଳେ ହୁଏ ନାହିଁ। କେତେଥର ଶୟତାନ ଅନ୍ୟମାନଙ୍କୁ ବ୍ୟବହାର କରି ଆମକୁ ଚିନ୍ତା ଆଣିଦିଏ, ତ ଆଉ ଅନେକ ଥର ସେ ଡାଇରେକ୍ଟ ଆମ ମନରେ କଥା କୁହେ, ଆମକୁ ତାର ପ୍ରତିବାଦ କରିବାକୁ ହେବ। ସେ ପରିସ୍ଥିତିକୁ ଦେଖାଇ ଆମ ମନରେ ଚିନ୍ତା ଦେଇ ଆମକୁ ବ୍ୟତିବ୍ୟସ୍ତ ଓ ମନରେ ଦୁଃଖ ଭରିଦେବାକୁ ଚାହିଁବା ବେଳେ ଆମେ ତା ସହ ସହମତ ହେବା ନାହିଁ। ଆମେ ପ୍ରଥମେ ଶୟତାନକୁ ଏବଂ ପରେ ନିଜକୁ ବୁଝାଇବା କି ଖ୍ରୀଷ୍ଟ ଆମ ସଙ୍ଗେ ଅଛନ୍ତି। ପ୍ରଭୁ ଆମ ସଙ୍ଗରେ ଥିଲେ ଦୁଃଖ, ନିରାଶରେ ସେ ଆମକୁ ସମ୍ଭାଳିବେ, ଆମକୁ ଆନନ୍ଦ ଓ ନୂତନ ଆଶା ଦେବେ। ଅଭାବରେ ଆମର ପ୍ରତିପାଳକ ପରମେଶ୍ୱର ହେବେ। ଏକାକୀ ଅନୁଭବ କରିବା ସମୟରେ ସେ ଆମର ଅତି ନିକଟବର୍ତ୍ତୀ ହୋଇ କେବେ ମଧ୍ୟ ଆମ ସଙ୍ଗ ଛାଡ଼ିବେ ନାହିଁ। ପିତା ମାତା ଆମମାନଙ୍କୁ ପରିତ୍ୟାଗ କରିପାରନ୍ତି, କିନ୍ତୁ ସେହି ପରମେଶ୍ୱର କେବେ ହିଁ କଦାପି ଆମମାନଙ୍କୁ ପରିତ୍ୟାଗ କରିବେ ନାହିଁ। ଏପରି ପ୍ରତିଟି ପରିସ୍ଥିତିରେ ସେ ଆମର ଯତ୍ନ ନେବେ। ଈଶ୍ୱରଙ୍କର ବାକ୍ୟ ମଧ୍ୟ ଠିକ୍ ଏପରି ପ୍ରତିଜ୍ଞା ସବୁ ଆମକୁ ଦିଏ। ତେବେ ଶୟତାନ ଆମକୁ ତା ଚାତୁରିତାରେ ବେହୋସ କରିବା ପୂର୍ବରୁ ଆମେ ତାକୁ ଉତ୍ତର ଦେଇ ବିଶ୍ୱାସର ସହ ପ୍ରଭୁଙ୍କ ଠାରେ ନିର୍ଭର କରିବା, ତେବେ ସେ ଆମ ନିକଟରୁ ଚାଲିଯିବ ଏବଂ ଆମକୁ ଆଉ ନିଜ ଆୟତରେ ନେଇପାରିବ ନାହିଁ। ପ୍ରଭୁଙ୍କୁ ଗ୍ରହଣ କରି ସାରିବା ପରେ ଶୟତାନ ଆମର ପରିସ୍ଥିତିକୁ ଦେଖାଇ ଚିନ୍ତାରେ ମଗ୍ନ କରାଇ ଏପରି ନିଶାସକ୍ତ ବ୍ୟକ୍ତି ପରି କରିଦିଏ କି ଆମେ ପ୍ରଭୁଙ୍କୁ ଗ୍ରହଣ କରି ସାରିବା ପରେ ତ୍ୟାଗ କରି ସାରିଥିବା ଶରୀରର କାର୍ଯ୍ୟଗୁଡ଼ିକୁ, ଅର୍ଥାତ୍ ରାଗ, କ୍ରୋଧ, ହିଂସା, ଈର୍ଷା, ବିବାଦ ଏପରି ତୁଚ୍ଛ କାର୍ଯ୍ୟ ସବୁ ଆଉ ଥରେ କରି ବସୁ। ଯେତେବେଳେ କିଛି ସମୟ ବା କିଛି ଦିନ ପରେ ଆମେ ନିଜର ଭୁଲ ବୁଝୁ, ସେତେବେଳେ କହିଥାଉ, ହଁ ମୁଁ ଏତେ ରାଗି ଯାଇଥିଲି ବା ଏତେ ଦୁଃଖରେ ଥିଲି, ଏତେ କଷ୍ଟ ହେଉଥିଲା ଯେ କ'ଣ କହିଲି, କ'ଣ କରିଲି କିଛି ଜାଣିପାରିଲି ନାହିଁ। କେମିତି ତାହା ହୋଇଗଲା, ମୁଁ କିପରି ତାହା କଲି ତାହା ବୁଝିପାରିଲି ନାହିଁ। ଏହା କହି ଆମେ
ଅନୁତାପ ମଧ୍ୟ କରୁ। ବାସ୍ତବରେ ଏହା ଆପଣ କରିନଥିଲେ। ଶୟତାନ ନିଶା ଔଷଧ ବ୍ୟବହାର କରି ଆପଣଙ୍କୁ ପାପ କରାଇଥିଲା। ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଶୟତାନ ଆମମାନଙ୍କ ସହ କରେ, ସେ ପାପ କରାଇବା ପର୍ଯ୍ୟନ୍ତ ଆମ ସଙ୍ଗେ ସଙ୍ଗେ ରହି ଆମକୁ ଫୁସିଲାଇ ପାପ କରାଏ ଏବଂ ପାପ ହୋଇଯିବା ପରେ ନିଜେ ହିଁ ଆମକୁ ଦୋଷ ଲଗାଏ। ଦେଖ, ତୁ ପାପ କରିଲୁ, ପାପୀ ହୋଇଗଲୁ, ତୋ ପାଇଁ ଆଉ କ୍ଷମା ନାହିଁ। କିନ୍ତୁ ଏବେ ମଧ୍ୟ ମନେ ରଖନ୍ତୁ, ଖ୍ରୀଷ୍ଟ ଆମକୁ ପ୍ରେମ କରନ୍ତି। ଅନୁତାପ ସହ ତାଙ୍କ ନିକଟକୁ ଫେରି ଆସୁ। ସେ ଆମକୁ ପୁନର୍ବାର ନୂତନ କରି ଗଢ଼ି ତୋଳିବେ। ତେବେ ଆସନ୍ତୁ ଆମେ ଶୟତାନ ଦେଉଥିବା ନିଶାକୁ ଗ୍ରହଣ ନ କରୁ ଏବଂ ନିଶାସକ୍ତ ହୋଇ ତା ଇଚ୍ଛା ଅନୁସାରେ ନିଜର ବା ଅନ୍ୟମାନଙ୍କର କ୍ଷତି କରି ପାପ ନ କରୁ। ଆମେ ଜାଗ୍ରତ ହେଉ ଏବଂ ତାର ଚାତୁରିତାକୁ ବୁଝି ତାକୁ ପ୍ରତିବାଧା କରୁ। ତେବେ ସେ ଆମ ନିକଟରୁ ପଳାଇଯିବ। ପ୍ରଭୁ ଏହି କ୍ଷୁଦ୍ର ଚିନ୍ତାରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।